विद्यालय सभापति महोदय, प्रधान शिक्षक, मोर सहकारी शिक्षक शिक्षयित्री तथा मो विद्यालय छात्र छात्री वृंद, आज विश्व ओडिया भाषा सम्मेलन सर्वत पालित होती। आम विद्यालय ओडिया भाषा संस्कृति ओडिया भाषार प्रचार प्रसार तथा उन्नति आम विभिन्न कार्यक्रम रखीचु। यही अवसर में मो प्रधान सार को अनुरोध करी से किसी वक्तव्य रखी। जाओ आज खुशी दिन कहले चले। आज विश्व सम्मेलन आम ओडिया भाषा को सर्वत्र विश्व किपरि प्रसार प्रचार एवं आदृत एवं तार भाषार शैली पद्य माध्यम गद्य माध्यम एकांकिका माध्यम इत्यादि माध्यम आज प्रसार प्रसार करने प्रशासनिक निर्देश दिया। आज पिले बेसी गदगद लगुच, बेसी खुशी लगुच, जहाँकि मु कहवा अतुलनीय। सर्वप्रथम मु एसएफसी कुमारी उच्च विद्यालय सभापति महोदय एवं मो सह शिक्षक शिक्षयित्री सहित एसएससी ग्रुप ओ मो पुनाकी आम कहीं ऋण से बाबद मो समय सूचना देवा चाहे। कहीं स्वल्प समय आम वंदे मातरम गायना हो सामूहिक भाव तो ओडिया भाषा जनक फकीरमोहन सेना एवं से किपरि प्रचार प्रसार हेब से विभिन्न एकांकिका विभिन्न उपन्यास विभिन्न पत्रिका विभिन्न गद्य भी लिखिं विभिन्न पद्य भी लिखिं। तेणु ओडियार पिता कहले अत्युक्ति हेब ना। विवेचना ओडिया भाषार जनक है आम फकीरमोहन सेनापति तहित महादेवी कुंतला कुमारी सावत इत्यादि इत्यादि शारदा दास माननीय प्रधान शिक्षक सम्माननीय सभापति महोदय सम्माननीय आज अतिथिवृंद बहुत बहुत धन्यवाद। आम सप्तम श्रेणी छात्री गायत्री सा से स्पीच रखिब। गायत्री सा आस गायत्री माननीय प्रधान शिक्षक सम्माननीय सभापति महोदय सम्माननीय आज अतिथिवृंद छोट बड़ भाई और
সম্মাননীয় গুরুজি গুরুমা বৃন্দ, উপস্থিত মোর ছোট বড় ভাই ভଉଣୀ এবং মোর সহপাঠীগণ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଲିଖିତ କବିତା ପ୍ରଦର୍ଶନୀ କାର୍ଯ୍ୟକ୍ରମ ହେଇଥିଲା। ଆମ ବିଦ୍ୟାଳୟକୁ ଅନେକ ଲାଇବ୍ରେରୀ ବା ପୁସ୍ତକ ସବୁ ରଖା ହେଇଛି। ସେହି ପୁସ୍ତକର ପ୍ରଦର୍ଶନ ହେଇଥିଲା। ଛାତ୍ରଛାତ୍ରୀମାନେ ସମସ୍ତ ଛାତ୍ରଛାତ୍ରୀମାନେ ଏହି ପ୍ରଦର୍ଶନୀରେ ଭାଗ ନେଇଥିଲେ। ଆଜି ଓଡ଼ିଆ ଭାଷା ଆଜି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ସତର୍କ ପାଳିତ ହେଉଛି। ଆମ ବିଦ୍ୟାଳୟରେ ମଧ୍ୟ ବିଦ୍ୟାଳୟ ସ୍ତରୀୟ ଭାଷା ସାହିତ୍ୟ ସୃଜନଶୀଳତା ଉତ୍ସବ ପାଳିତ ହେଉଛି। ଏଥିରେ ଆମର ପ୍ରଦର୍ଶନୀ ପୁସ୍ତକ ପ୍ରଦର୍ଶନୀ ମଧ୍ୟ କରାଯାଇଛି। ଅନେକ ଛାତ୍ରଛାତ୍ରୀ ଆମର ଚିତ୍ରାଙ୍କନ କରିଛନ୍ତି ଏବଂ ରଥଯାତ୍ରା କରିଛନ୍ତି। ଆମର ପୁସ୍ତକ ପ୍ରଦର୍ଶନୀ ହେଇଛି। ବିଦ୍ୟାଳୟ ସ୍ତରରେ ମିଳିଥିବା ପୁସ୍ତକ ମଧ୍ୟ ପ୍ରଦର୍ଶନୀ ହେଲା। ଆମର ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ସହକାରୀ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ପୁସ୍ତକ ପ୍ରଦର୍ଶିତ ହେଉଛି। ଓଡ଼ିଆ ସଂସ୍କୃତି ସମୃଦ୍ଧ କରିବା ପାଇଁ ଅନେକ କବି ଲେଖିଛନ୍ତି, ଅନେକ ପୁସ୍ତକ ରଚନା କରିଛନ୍ତି। ଏହାପରେ ଏହି ରଚନା ପୁସ୍ତକ ଗୁଡ଼ିକ ପ୍ରଦର୍ଶନୀ କରାଯାଇଥିଲା। ଏହି ପ୍ରଦର୍ଶନୀରେ ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପୁସ୍ତକକୁ ଦେଖିଥିଲେ ଏବଂ ପ୍ରଧାନ ଶିକ୍ଷକଙ୍କ ନିର୍ଦ୍ଦେଶରେ ଏବଂ ସହକାରୀ ଶିକ୍ଷକଙ୍କ ନିର୍ଦ୍ଦେଶରେ ସମସ୍ତ ଛାତ୍ରଛାତ୍ରୀ ଜଣେ ଜଣେ କରି ପୁସ୍ତକ ସବୁ ଦେଖିଥିଲେ। ଆମ ଓଡ଼ିଆ ସଂସ୍କୃତିକୁ ବହୁତ ଏକ ପୁରାତନ କାବ୍ୟ, ଏକ ପୁରାତନ ଭାଷା। ଏହା ଓଡ଼ିଆ ଭାଷା ବିଶ୍ୱ ଭାଷାରେ ଅନ୍ୟତମ। ଏହି ଭାଷାରେ ଅନେକ ରାମାୟଣ, ମହାଭାରତ, ଭାଗବତ, ବହୁତ କାବ୍ୟ କବିତା ଏହାର ସଂସ୍କୃତିକୁ ସମୃଦ୍ଧ କରିଛି। ଏହି ରଚନାବଳୀ ଓଡ଼ିଶାର ପୁରପଲ୍ଲୀରେ ଘରେ ଘରେ ଅତ୍ୟନ୍ତ ପରିଚିତ ଓ ଶ୍ରଦ୍ଧା ଭକ୍ତିରେ ପାଠ କରାଯାଏ। ଓଡ଼ିଆ ସଂସ୍କୃତି ଓ ଲୋକାଚାରରେ ପର୍ବପର୍ବାଣୀର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଛି। ନାନା ପୂଜା ଓଷା ବ୍ରତ ପାଳନ କରନ୍ତି। ନୂଆଖାଇ, ପୁଷ୍ପୁନି, ରାକ୍ଷୀ ପୂର୍ଣ୍ଣିମା, ପୁଅ ଜିତିଆ, ଭାଇ ଜିତିଆ, ଶିବରାତ୍ରି, ଦୁର୍ଗା ପୂଜା, ଦୀପାବଳି, ରଥଯାତ୍ରା ଆଦି ପର୍ବପର୍ବାଣୀ ମହା ଆଡମ୍ବରରେ ପାଳନ କରାଯାଏ। ଅନେକ ସୁସ୍ୱାଦୁ ବ୍ୟଞ୍ଜନ ଯଥା ପିଠା, ମଣ୍ଡା, ଆରିସା, କାକରା, କ୍ଷୀରି ଆଦି ତିଆରି କରାଯାଏ। ଏହା ମଧ୍ୟ ଆମ ଓଡ଼ିଆ ସଂସ୍କୃତିକୁ ସମୃଦ୍ଧ କରିଛି। ଆମ ଭାଷା ସାହିତ୍ୟର ଜନକ ଫକୀର ମୋହନ ସେନାପତି, ସେ ଆମ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିକୁ ଅନେକ ସମୃଦ୍ଧ କରିଛନ୍ତି। ଆମର ଅନେକ କବି ଅଛନ୍ତି, ଯେପରି ଆମର ନାରୀ କବି କୁନ୍ତଲା କୁମାରୀ ସାବତ ଏବଂ ସ୍ୱଭାବ କବି ଗଙ୍ଗାଧର ମେହେର। ସେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିକୁ ସମୃଦ୍ଧ କରିବା ପାଇଁ ତାଙ୍କ ଲେଖନୀ ମୂଳରୁ ଝରି ପଡ଼େ। ମାତୃଭୂମି ମାତୃଭାଷାର ମମତା ଯାହା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗୁଣରେ ଗୁଣିବା ଗୁରୁତର ହୁଏ କାହିଁ। ଏପରି ତାଙ୍କର ଲେଖାରେ ଯିଏକି ପରିଦିଶା ଆମର ଜଗନ୍ନାଥଙ୍କର ପ୍ରତିମୂର୍ତ୍ତି ସେ କେତେ ସୁନ୍ଦର ଭାବରେ ତିଆରି କରିଛି। ଏ ଆମର ଚିତ୍ରାଙ୍କନରେ ସେ ପ୍ରତିଯୋଗିତାରେ ଭାଗ ନେଇ ସେ ପ୍ରଥମ ହେଇଛି ଏବଂ ଦ୍ୱିତୀୟରେ ପୂଜାସା ସେ ଆମର ପୁରୀର ରଥଯାତ୍ରାକୁ କିପରି 3 ରଥ ଆମର ନନ୍ଦିଘୋଷ ରଥର ଚିତ୍ରଣ କରିଛି। ପୁସ୍ତକ ମେଳା ପ୍ରଦର୍ଶନୀରେ ଭାଗ ନେଇଛନ୍ତି ଏବଂ ସମସ୍ତ ଛାତ୍ରଛାତ୍ରୀ ଏହି ପୁସ୍ତକ ପ୍ରଦର୍ଶନୀରେ ଭାଗ ନେଇଛନ୍ତି। এটা নিজের চিত্র বুনছ?
ବହୁତ ବଢ଼ିଆ ହେଇଛି ଆମ ଓଡ଼ିଆ ସଂସ୍କୃତି ଜଗନ୍ନାଥ ସଂସ୍କୃତି ଉପରେ ଆମର ବିଦ୍ୟାଳୟର ଛାତ୍ରୀ ଅନିଦିଶା ଏଡ଼େ ସୁନ୍ଦର ହିସାବରେ ଚିତ୍ରକଳନ କରିଛନ୍ତି ଏବଂ ତାହା ମଧ୍ୟ ପ୍ରଦର୍ଶନ ହେଉଛି। ଏହାପରେ ଆମର ଆଉ ଜଣେ ଛାତ୍ରୀ ସେ ପୁରୀର ଜଗନ୍ନାଥ ମନ୍ଦିର ଜଗନ୍ନାଥ ପୁରୀର ରଥଯାତ୍ରା এই যে চিত্র বনাইছ এইটা কা উপরে আধারিত এইটা রথযাত্রা উপরে 3 রথ চিত্র বনাইছ এই গপ মানে যেটা দেখুଛନ୍ତି ଆପଣ ଏଇଟା ଷ୍ଟୁଡେଣ୍ଟ ମାନଙ୍କ ଡେଲି ବୁଝଉଛନ୍ତି ସବୁଦିନ କିଛି ବହୁତ ବଢ଼ିଆ ସୁନ୍ଦର। ଏଇଟା ବସନ୍ତ କୁମାର ସତନାମୀ ଆସିଷ୍ଟାଣ୍ଟ ଟିଚର ୟୁପିଏସ୍ କୁମ୍ଭାରୀ ତାଙ୍କୁ ମୁଁ ପଚାରିବି ଆଜିର ଯେଉଁ କାର୍ଯ୍ୟକ୍ରମ ବିଷୟରେ କିଛି କହିବେ। ଆଜି କାର୍ଯ୍ୟକ୍ରମ ବିଷୟରେ ଓଡ଼ିଶା ସାରା ଖାଲି ଗୋଟିଏ ଆମର ଭାଷା ଉପରେ ତଥା ଆମର ଛାତ୍ରଛାତ୍ରୀମାନଙ୍କୁ ନେଇ ଗାଁର ସମସ୍ତଙ୍କୁ ନେଇ ଗୋଟେ ସଭା ଗଠନ ହୋଇଛି। ସରକାରଙ୍କର ଯେଉଁ ଇଚ୍ଛାଟାକୁ ଆମ ବହୁତ ଧନ୍ୟବାଦ। ହେଇଥିଲା ଆମର ପୁସ୍ତକ ମେଳା ବା ପ୍ରଦର୍ଶନ ମେଳାଟା ଆମର ପିଲାମାନେ ଗଲେ ବିଭିନ୍ନ ଚିତ୍ର ମାଧ୍ୟମରେ ସେମାନେ ପଢ଼ିଲେ ଏବଂ ଚିତ୍ର ମାଧ୍ୟମରେ ଭାରି ଖୁସି ଦେଖିବାକୁ ପାଇଲେ ଆମ କୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ତା ସହିତ ମୋର ଏସ୍ଏଚ୍ଜି ଗ୍ରୁପ୍ ମା ତା ସହିତ ସଭାପତି ମହୋଦୟ ପ୍ରତ୍ୟେକ ସବଜେକ୍ଟର ଶିକ୍ଷକଗଣ ଏବଂ ମୋର ଗୁରୁମା ମଧ୍ୟ ଉପସ୍ଥିତ ରହିଛନ୍ତି। ତାଙ୍କର ବକ୍ତବ୍ୟ ଅତୁଳନୀୟ ଆଉ ତାଙ୍କୁ ମୁଁ ଅଶେଷ ଧନ୍ୟବାଦ ଦେବି କିଲୋଗ୍ରାମ ସ୍ନାନୀ ମହୋଦୟଙ୍କୁ ତତ୍ ସହିତ ଏଇଟି ସାର୍ ମହୋଦୟଙ୍କୁ ଏବଂ ଆଉ ମୁଁ ଶ୍ରଦ୍ଧା ଦେବି ରାଜପାଲି ନ୍ୟାୟାଳୟ ମହୋଦୟଙ୍କୁ ତତ୍ ସହିତ ବସନ୍ତ ସତନାମୀ ମହୋଦୟଙ୍କୁ କାହିଁକି ନା ସମସ୍ତଙ୍କର ସହଯୋଗ ସହାନୁଭୂତି ପ୍ରତିଶ୍ରୁତି ନେବା। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆମ ଓଡ଼ିଆ ଭାଷାର ପ୍ରଚାର ପାଇଁ ଆମେ ପ୍ରତିଶ୍ରୁତି ନେଉଛୁ। ମୋ ଓଡ଼ିଆ ଭାଷା ଏବଂ ସାହିତ୍ୟର ସମୃଦ୍ଧତାକୁ ସକ୍ରିୟ ଭାବରେ ପ୍ରୋତ୍ସାହିତ ଏବଂ ପାଳନ କରିବାକୁ ପ୍ରତିଜ୍ଞା କରୁଛି। ଦୈନନ୍ଦିନ ଜୀବନରେ ନିଜ ମାତୃଭାଷା ବ୍ୟବହାର କରି ମୁଁ ଅନ୍ୟମାନଙ୍କୁ ମୋର ଭାଷା ସହ ପରିଚିତ କରାଇବି।